ଛାଡ଼ିଦେବି ମୁଁ ଖାଲି ତୋତେ ଭାବୁଛି। ହ୍ୟାଲୋ ହାଇ ଫ୍ରେଣ୍ଡସ୍, ମୁଁ ସ୍ମରଣିକା ଆପଣମାନଙ୍କୁ ୱେଲକମ୍ କରୁଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଉନଲ୍। ତ ଆପଣଙ୍କ ଭାଇନା ପଳେଇ ଆସିଥିଲେ ବାଇକ୍ରେ। ତ ସିଏ ଆସିଲା ବେଳେ କିଛିଟା ଭିଡ଼ିଓ କ୍ଲିପ୍ ନେଇଯାଇଥିଲେ। ତ ମୁଁ ଭାବିଲି ଆପଣମାନଙ୍କ ସହିତ ସେୟାର କରିଦେବି। ଆଉ ଆପଣମାନଙ୍କ ସହିତ ସେୟାର କରିଦେଲେ ଆପଣମାନେ ବି ଏନ୍ଜୟ କରିବେ। ତ ସିଏ ପଳେଇ ଆସିଥିଲେ ଆମ ଆମ ଗାଁ ପାଖକୁ, କାହିଁକିନା ସେ ଗାଁ ଆମ ଘରକୁ ଆସିନଥିଲେ। ତ ଜ୍ୱାଇଁ ଏମିତି ଯେ ବର୍ଷକୁ ବୋଧେ 4 ଥର ଖଣ୍ଡେ ଆସିଛନ୍ତି ଶ୍ୱଶୁର ଘର। କାହିଁକିନା ସବୁବେଳେ କହନ୍ତି ଶ୍ୱଶୁରରୁ ସବୁବେଳେ ଯିବା ଭଲ ନୁହଁ, ତ ସମ୍ମାନ ପଳାଏ। ତ ସେଥିପାଇଁ ସେ ଆମ ଘରକୁ ଯାଆନ୍ତିନି, ସବୁବେଳେ ମୋତେ ଅଧ ବାଟରୁ ହିଁ ନେଇକି ଆସନ୍ତି। ଆଉ ମୋତେ ଯାଇକି ଅଧ ବାଟରୁ ନେଇକି ଆସିଥିବେ। ତ ମୋ ଫେସ୍କୁ ଆପଣମାନେ ପ୍ଲିଜ୍ ଇଗ୍ନୋର କରିବେ, କାହିଁକିନା ମୁଁ କିଛି ବି ଲଗେଇନି। ସାଡ଼ୁ ଆସି ପହଞ୍ଚିକି ଜଷ୍ଟ ବସି ଖାଇକି ଜଷ୍ଟ ସାଙ୍ଗେ ସାଙ୍ଗେ ହିଁ ଆସିଛି। ଆଉ ତାପରେ ଆମେ 2 ଜଣ ଚାଲିଲୁ ଆମ ଡେଷ୍ଟିନେସନ୍ ପଏଣ୍ଟ, ମାନେ ତାଙ୍କ ଘର ଆଣ୍ଡ ମୋ ଶାଶୁ ଘରକୁ। ତ ବାଟରେ ଚାଲିଥାଉ। ତ ଆପଣମାନେ ଭାବୁଥିବେ ମୁଁ ପୂର୍ବ ଭିଡ଼ିଓରେ କହିଥିଲି ଆପଣଙ୍କ ଭାଇନା ଆସିନଥିଲେ, ଲେଟ୍ରେ ଆସିଲେ। ଲେଟ୍ରେ ଆସିଲେ ମାନେ ସେଇ ଦିନ ସାଙ୍ଗ ହେଇକି ଆସିଲୁ, ବଟ୍ ସିଏ ବାଇକ୍ରେ ଆସିଲେ, ଆମେ 2 ଭଉଣୀ ଟ୍ରେନରେ ଆସିଲୁ। ତାପରେ ଆସିକି ବାବା ମୋତେ ଟ୍ରେନ୍ ଷ୍ଟେସନରୁ କାରରେ ନେଇ ଆସିଲେ ଘରକୁ। ତ ଘରେ ମୁଁ କିଛି ସମୟ, ବୋଧେ ଘଣ୍ଟାଏ ବି ରହିନି, ତ ଖାଇକି ଜଷ୍ଟ ପଳେଇ ଆସିଲି। ତ ଆସିକି ଠିଆ ହେଇଥିଲି, ସେ ଆସିକି ମୋତେ ଅଧ ବାଟରୁ ନେଲେ। ତ ତ ମୋର ଭାରି ଇଚ୍ଛା ହେଲା, ବହୁତ ଦିନ ହେଲା ମୁଁ ମନ୍ଦିର ଯାଇନି। ଆଉ ଯେହେତୁ ଆମେ ସେଇ ବାଟ ଦେଇକି ଯାଉଛୁ, ତ ଭାବିଲି ଟିକେ ବୁଲିଯିବି। ତ ମୁଁ ତାଙ୍କୁ ବି କହିଲି ଟିକେ ମୋତେ ମନ୍ଦିର ହିଁ ନେଇଯିବ। ଆଉ ସେ କହିଲେ ହଉ ଚାଲ, ଦେଖିବା ଯଦି ଯୋଗ ଥିବ ଯିବୁ ଆଉ। ତ ଫାଷ୍ଟ ଆସିକି ଆମେ ଜଗତସିଂହପୁର ବଜାରରେ ହିଁ ପହଞ୍ଚିଗଲୁ। ମୁଁ ଭାବିଲି ବଜାରର କିଛିଟା କ୍ଲିପ୍ ନେଇଯିବି। ତ ଫାଇନାଲି ଆମେ ଆସିକି ମନ୍ଦିରରେ ପହଞ୍ଚିଗଲୁ। କେଉଁ ମନ୍ଦିର ଆପଣମାନେ ଗେସ୍ କରି ଜାଣିପାରୁଥିବେ, ଜଗତସିଂହପୁର ଯେଉଁମାନେ ଅଛନ୍ତି। ତ ଫାଇନାଲି ସାଇ ମନ୍ଦିରରେ ହିଁ ପହଞ୍ଚିଗଲୁ। ଏଇଟା ହେଉଛି ମୋର ଫେଭରେଟ୍ ଜାଗା, ଫେଭରେଟ୍ ପ୍ଲେସ୍। ତ ନନା ଦେଖିକି କହିଲେ ଏତେ ଦିନ ପରେ ଆସିଲୁ। ତ କାହିଁକିନା ମୋ ମାଉସୀ ଘର ତାଙ୍କ ମନ୍ଦିର, ତ ମୁଁ ପ୍ରାୟ ସମୟ ଆସେ। ଆଉ ଏଠି ଭିଡ଼ ଦେଖନ୍ତୁ। ଆରେ ଫାଷ୍ଟ ଟାଇମ୍ ପାଇଁ ଦେଖିଲି ଜଗତସିଂହପୁର ଏତେ ଜାମ୍ 24 ବର୍ଷ ପରେ। ତ କେଉଁ ରେଟ୍ରେ ଜାମ୍, ତ ମାନେ ବୋଧେ ସାଇ ମନ୍ଦିର ଆଗକୁ ବ୍ଲୁ ମୁନ୍ ଠାରୁ ଟ୍ରାଫିକ୍ ଜାମ୍। ଏଠି ସିନା ଏତେ କଲେଜ ଛକରୁ କଲେଜ ଛୁଆମାନେ ଯାଉଥିଲେ, ବଟ୍ ସେପଟୁ ଗାଡ଼ି, କାର୍, ସବୁ କିଛି ବସ୍ ସବୁ ଜାମ୍ ହେଇଥିଲା। ତ ଆମକୁ ଏଠୁ ବାହାରିବାକୁ ବହୁତ ସମୟ ଲାଗିଗଲା। ତ ଦେଖିପାରୁଥିବେ ତ ରାଲିରେ ଯାଉଛନ୍ତି। ଆଉ ଏତେ ଜାମ୍ ଯେ ମୁଁ ଭାବିଲି ଆପଣଙ୍କ ସହିତ ସେୟାର କରିଦେବି ଭିଡ଼ିଓ କିଛି କରିକି। ଆଉ ଆମେ ବି ଏଇପଟେ ବାହାରିକି ଗଲୁ ଅବଶ୍ୟ, ବଟ୍ ତଥାପି ବି ଜାମ୍ ଥାଏ। ତ ଏଠି ଆମେ ଠିଆ ହେଇଗଲୁ, କାହିଁକିନା ଆମେ ଏଇପଟେ ଯିବାର ଥିଲା। ଆଉ ମେନ୍ ରୋଡ଼ ପଟେ ଗଲୁନି, କାହିଁକିନା ଏତେ ଜାମ୍ ଦେଖିପାରୁଥିବେ କେତେ ଜାମ୍। ତ ଏତେ ଜାମ୍ ଯେହେତୁ ଆମେ ତ ତା ଭିତରେ ପଶିକି ଯାଇପାରିବୁନି। ତଥାପି ସେତିକି ସମୟରେ ବି ଆମର ଘଣ୍ଟାଏ ହେଇଗଲା ତା ଭିତରୁ ବାହାରିବାକୁ। ତ ସ୍ୱାଧୀନତା ଦିବସ ଯେହେତୁ ଥିଲା, ତ ରାଲି ଗୋଟେ ହଉଥିଲା। ଆଉ ବଡ଼ ପତାକା ଦେଖିକି ବହୁତ ଭଲ ଲାଗିଲା। ତ ମୁଁ ମୋ ଭାଇକି ଖୋଜୁଥିଲି, କାହିଁକିନା ମୋ ଭାଇ ପଢ଼ୁଛି SBM କଲେଜରେ। ତ ମୁଁ ମୋ ଭାଇକି ଖୋଜୁଥିଲି, ବଟ୍ ମୋ ଭାଇକି ପାଇଲି ନାହିଁ। ସେ ଏତେ ଭିଡ଼ ଭିତରେ ମୋ ଭାଇ କୋଉଠି ଥିବ, ମୁଁ ବି ମାନେ ପାଇବାଟା ବି କନଫ୍ୟୁଜ୍ ହେଇଯିବ। ତ ତାପରେ ଆମେ ଚାଲିଥାଉ। ତ ଏତେ ଭିଡ଼ ଯେହେତୁ ଆପଣଙ୍କ ଭାଇନା ମାନେ ସାଡ଼ୁ ନେଇକି ଗାଡ଼ି ଚଲାଉଥାନ୍ତି। ତ ମୁଁ ଭାବିଲି ମୁଁ ଭିଡ଼ିଓଟା ନେଇଯିବି, ତ ଭିଡ଼ିଓଟା ନେଇଗଲି। ତ ଆମେମାନେ ତା ଅପୋଜିଟ୍ ସାଇଡ଼୍ରେ ହିଁ ଆସିଲୁ। ତ ସମସ୍ତେ ବି ସେଇ ଅପୋଜିଟ୍ ସାଇଡ଼୍ରେ ହିଁ ବାଇକ୍ରେ ଯାଉଥାନ୍ତି। ତ ବହୁତ ଭଲ ଲାଗୁଥାଏ, ଏତେ ସାରା ପିଲା, ଏତେ ସାରା ଲୋକ। ତ ବହୁତ ଭଲ ଲାଗୁଥାଏ, ଆଉ ଖୁସି ବି ଲାଗୁଥାଏ।
ଆଉ ରାଲି ତ ମୁଁ କେବେ ଦେଖିନଥିଲି ଏତେ ବଡ଼ ରାଲି। ଫୋନ୍ ମୁଁ ଏମିତି ଭିଡ଼ିଓ ଫିଡ଼ିଓ ଦେଖେ ବଟ୍ ମାନେ ଜଗତସିଂହପୁରର ବଟ୍ ଦେଖିନଥିଲି। ତ ଏଇଠି ଆଇ ଲଭ୍ ଜଗତସିଂହପୁର ମୁଁ ବି କିଛି ଭିଡ଼ିଓ କ୍ଲିପ୍ ନେଇଗଲି। ତାପରେ ଫାଇନାଲି ଆମେ ପହଞ୍ଚିଗଲୁ ଆମ ଘରେ ଆସିକି ମୋ ଶାଶୁ ଘରେ ମାନେ ମୋ ରୁମ୍‌ରେ ମୁଁ ପହଞ୍ଚିଗଲି। ତ ଏଠି ଚେଞ୍ଜ କରିଦେଇକି କିଛିଟା ଭିଡ଼ିଓ ମୁଁ ନେଇଗଲି। ତ ମୋ ରୁମ୍‌ର କିଛିଟା କ୍ଲିପ୍ ନେଇଗଲି। କିଛିଟା ଡେକୋରେସନ୍ ହେଇଛି ଅବଶ୍ୟ ବଟ୍ ଆହୁରି କିଛି ନାହିଁ। ତ ଡେକୋରେସନ୍ ଯେବେ ଯାଇକି ଘରେ ରହିବୁ ସେବେ ଡେକୋରେସନ୍ ହବ। ତ ମୁଁ ଭାବିଲୁ ଆମେ ହେଠି ଭିଡ଼ିଓ କିଛିଟା ଦେଖିଲୁ କାଇଁ ଆମର ମେହେନ୍ଦୀ ଭିଡ଼ିଓ ଟିଭିରେ ମୁଁ ଲଗେଇକି ଦେଖୁଥିଲି। ତ ସେମାନଙ୍କ ଡ୍ୟାନ୍ସ ଦେଖିକି ମତେ ପୁରା ମନେ ପଡ଼ିଗଲା ସେଦିନ ସବୁ। ଆଉ ସେଦିନ କେତେ ବଢ଼ିଆ ମଜା ହଉଥିଲା ଇଏ ହଉଥିଲା ବଟ୍ ମୋର ନାଚିବା ଭାରି ଇଚ୍ଛା ଥିଲା କିନ୍ତୁ ନାଚି ପାରିନଥିଲି। କିନ୍ତୁ ଅପର୍ଣ୍ଣା ବାହାଘରରେ ମୁଁ ନାଚିକି ଇଏ କରିଦେଲି। ତ ଏଠି ମୋ ଭଉଣୀମାନେ ଭାଇମାନେ ଆସିକି ନାଚୁଥାନ୍ତି। ମୋ ମାଆକୁ ଆଣିକି ବି ଠିଆ କରିଦେଇଥାନ୍ତି। ଆଉ ଏଠି ତାଙ୍କ ଡ୍ୟାନ୍ସ ଏ ଦି ଭଉଣୀଙ୍କର ଡ୍ୟାନ୍ସ ଖୁସି ଆଉ ଲିଟିଲି ଆପଣମାନେ ଜାଣିଥିବେ। ତାଙ୍କ ଡ୍ୟାନ୍ସ ପୁରା ବୋବାଲ ପୁରା ମଜେଇଦେଲେ। ଆଉ ମୁଁ ତାଙ୍କୁ ଦେଖିକି ମୋର ସବୁ ମନେ ପଡ଼ିଗଲା। ତ ଏମିତି କିଛି ତ ଦେଖନ୍ତୁ ଇଏ ମୋ ଝିଆରୀ ମୁଁ ତା ମାଉସୀ ହେବି ମାନେ ମୋ ଦିଦିର ଝିଅ ଆଉ ସିଏ ମୋ ଭଉଣୀ। ତାଙ୍କ ଡ୍ୟାନ୍ସ ବାପାରେ ପୁରା ବୋବାଲ ଡ୍ୟାନ୍ସ। ତ ଏ ଫାଇନାଲି ମୋ ବାବାଙ୍କୁ ଆଣିକି ନଚଉଥାନ୍ତି। ମୋ ବାବା ସବୁ ନାଚୁଥାନ୍ତି। ମୁଁ ତାକୁ ସବୁ ଦେଖିବି ତାକୁ ଝିଅ ଉଠୁଛି ଉପରକୁ। ତାପରେ ଏଠି ସବୁ ମୋ ଭାଇମାନେ ଆଉ ପୁତୁରାମାନେ ନାଚୁଥାନ୍ତି। ତ ତାଙ୍କ ଡ୍ୟାନ୍ସ ବି କିଛିଟା ନେଇ ଆସିଥିଲି। ତ ଆପଣମାନେ ଯେଉଁମାନେ ଦେଖିନାହାନ୍ତି ପ୍ଲିଜ୍ ଯାଇକି ଦେଖିଦେବେ। ୟୁଟ୍ୟୁବ୍ ଚ୍ୟାନେଲରେ ଅଲରେଡ଼ି ଆଗରୁ ପଡ଼ିସାରିଛି। ଆପଣମାନେ ଯାଇକି ଦେଖିଦେବେ। ଆଉ ସେଦିନ ସବୁ ମନେ ପଡ଼ିଲେ ବହୁତ ମାନେ ଇଏ ଲାଗେ ଖୁସି ଲାଗେ ଭିଡ଼ିଓ ଫିଡ଼ିଓ ଦେଖିଲେ। ତ ବହୁତ ଦିନ ହେଲା ଦେଖିନଥିଲି। ତ ଏଠି ବିଲେଇ ମୋ ବିଲେଇ ନାଚୁଛି ପୁରା କେମିତି ଦେଖନ୍ତୁ। ଖୁସି ଆଉ ପରି ତ ଛାଡ଼ ସିଏ କେମିତି ନାଚୁଛି ତାଙ୍କୁ ଦେଖିକି। ତ ତାଙ୍କର ବି କିଛିଟା କ୍ଲିପ୍ ନେଇଗଲି। ଆଉ ଏମିତି କିଛି ଏନ୍ଜୟମେଣ୍ଟ ତ ବାହାଘର ବେଳର ବହୁତ କିଛି ଥିଲା। ତ ବହୁତ କିଛି ମେମୋରିଜ୍ ତ କ୍ୟାପଚର୍ ହେଇକି ଅଛି। ତ ସେଗୁଡ଼ାକ ସେୟାର କରିଦେଉଛି ଆପଣମାନଙ୍କ ସହିତ। ଆପଣମାନେ ବି ଆଗରୁ ଦେଖିଥିବେ ଯେଉଁମାନେ ଦେଖିନାହାନ୍ତି ପ୍ଲିଜ୍ ଯାଇକି ଦେଖିବେ। ନୂଆ ସବସ୍କ୍ରାଇବର୍ ଯେଉଁମାନେ ସେମାନେ ଦେଖିନଥିବେ ତ ଆପଣମାନେ ଯାଇକି ପ୍ଲିଜ୍ ଦେଖିଦେବେ। ଆଉ ଏ ଦିନ ଗୁଡ଼ା ସବୁ ମନେ ପଡ଼ିଲେ ବହୁତ ଖୁସି ଲାଗେ। ଆଉ ଗୋଟେ କଥା ଗୋଟେ ଝିଅ ବାପ ଘରେ ଥିବ ଯେତେ ମଜାମସ୍ତିରେ ଯେତେ ବି ଶାଶୁଘରେ ଖୁସିରେ ଥାଉ ବାପଘର କଥା ହିଁ ମନେ ପଡ଼େ। ଆଉ ଆଙ୍କ ଡ୍ୟାନ୍ସ ତ ସରିଗଲା। ତାପରେ ମୋର ହଳଦୀର କିଛି ପୋଜ୍‌ର ଫଟୋ ଭିଡ଼ିଓ ଆସିଗଲା। ତ ମୁଁ ଭାବିଲି ଆପଣମାନଙ୍କ ସହିତ ତାକୁ ବି ସେୟାର କରିଦେବି। ତ ମୁଁ ତାକୁ ବି ସେୟାର କରିଦେଲି। କାହିଁକିନା ଗୋଟେ ଝିଅର ବାଡ଼ୁଅ ପାଣି ପଡ଼ିଲା ପରେ ଗୋଟେ ଝିଅ ସବୁ କିଛି ଚେଞ୍ଜ ହେଇଯାଇଥାଏ। ତ ସେଥିପାଇଁକା ଗୋଟେ ଝିଅ ହଳଦୀ ଲଗେଇ ସାରିଲା ପରେ ଆହୁରି ସୁନ୍ଦର ଲାଗେ। ବଟ୍ ବାପଘର ସୁଖ ତ ଅଢ଼େଇ ଦିନିଆ ଗୋଟେ ଗୀତ ଅଛି ତ ଜାଣିଥିବେ। ଆଉ ଯେତେ ଖୁସିରେ ରହିଲେ ବି ବାପଘର କଥା ହିଁ ମନେ ପଡ଼େ। କାହିଁକିନା ସେଠି ଏତେ ଦିନ ଆମେ ରହିଛେ। ଏତେ ଦିନ ସେ ସ୍ମୃତି କେବେ ଭୁଲି ପାରିବାନି। ତ ବାପଘର ସ୍ମୃତି ତ ଚିରସ୍ଥାୟୀ। ଆଉ ତ ଏଠି ମାଆ ଅପର୍ଣ୍ଣା ଭିଡ଼ିଓ କିଛି ନେଇଦେଲି। ତ ଏଇଟା ମୋତେ ବହୁତ ମାନେ କଷ୍ଟ ଲାଗେ ଏଇ ଭିଡ଼ିଓଟାକୁ ଦେଖିଲେ। କାହିଁକି ନା ଏଇଟା ଗୋଟେ ଝିଅ ଜୀବନର ବହୁତ ମାନେ ହାର୍ଟ ଟଚିଂ ଟାଇମ୍। ତ ମୁଁ ବାବାଙ୍କୁ ଖୋଜୁଥିଲି ମୋ ବାବାଙ୍କ କତିକି ନେବାକୁ ମୁଁ କାନ୍ଦୁଥିଲି। ତ ମାନେ ଏ ଟାଇମ୍‌ଟା ମାନେ କ'ଣ କହିବି ଆପଣମାନେ କହିବାକୁ ବି ମୋ କିଛି ଭାଷା ନାହିଁ। ତ ଏ ଟାଇମ୍‌ଟା ଏମିତି କି କହି ବି ପାରୁନି। ତ ସତ କଥା ମୁଁ ଆଜି ପର୍ଯ୍ୟନ୍ତ ମୋ ବାବା ସବୁକିଛି ମୋତେ ଦେଇଛନ୍ତି। ଯାହା ନ ମାଗିଛି ମୋତେ ଦେଇଛନ୍ତି। ଆଉ ଏମିତିକି ମୁଁ ବହୁତ ସାରା ଜିନିଷ ହଜେଇ ଦିଏ ଭାଙ୍ଗିଦିଏ ସେ ମୋତେ ପାଟି ନ କରିକି ସବୁକିଛି ମୋତେ ଦେଇଦିଅନ୍ତି। ଆଉ କହନ୍ତି ତୁ ଟେନସନ୍ ନେନି ମୁଁ ଅଛି ତୁ ସବୁବେଳେ ମୁଁ ତୋ ସହିତ ଅଛି। ସତ କଥା ଆଜି ପର୍ଯ୍ୟନ୍ତ ଆମେ ଦି ଭଉଣୀ କେବେ ବି ମାନେ ଇଏ ହେଇନୁ। ସବୁ ଜିନିଷ ଆମ କତିରେ ଯୋଗେଇ ଦିଅନ୍ତି। ମାନେ ସତ କଥା ଏମିତିଆ ବହୁତ ଭାଗ୍ୟବାନ ଏମିତିକା ବାବା ପାଇଛି। ତ ସବୁବେଳେ ମୋ ଏତିକି ପ୍ରାର୍ଥନା ଠାକୁର ସବୁବେଳେ ତାଙ୍କୁ ଭଲରେ ରଖନ୍ତୁ। ତ ଏଠି ଆପଣ ଭାଇନାଙ୍କୁ ଆଣୁଥିଲେ ମାନେ ବରଣୀ ଯୋଉ ଇଏ କରିକି କେମିତି ଡ୍ୟାନ୍ସ
କଚି କଚି ଆଣୁଛନ୍ତି ସିଏ ବି ଏନ୍ଜୟରେ ପୁରା କଚି କଚି ହେଇକି ଆସୁଛନ୍ତି ମୋତେ ଏଇଟା ବହୁତ ମାନେ ମୋ ଭାଇମାନଙ୍କୁ ଧନ୍ୟବାଦ ଦେଉଛି ତ ଧନ୍ୟବାଦ ଏମିତି ଗୋଟେ ମେମୋରିଜ କ୍ରିଏଟ୍ କରିଥିବାରୁ ତ ମୁଁ ବି ଦେଖିନି କେବେ ଏମିତି ଆଣିବାର ତ ଭିଡ଼ିଓ ଯଦି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିଦେବେ ରହିଲି ଟାଟା ବାଇ ବାଇ ଜୟ ଜଗନ୍ନାଥ ଜୟ ମସଲା লাইক কর কমেন্ট কর ভিডিওটা ভাইরাল কর